12 ଫେବୃଆରୀରେ ଭାରତ ବନ୍ଦ, କେଉଁ ପାଞ୍ଚଟି ସେବାରେ ପଡ଼ିପାରେ ବଡ଼ ପ୍ରଭାବ? ବ୍ୟାଙ୍କ ବନ୍ଦ, ବସ୍ ଚାଲିବ କି ନାହିଁ? ସ୍କୁଲ କଲେଜ ଖୋଲା ରହିବ କି? ସମ୍ପୂର୍ଣ୍ଣ ଖବର ଜାଣନ୍ତୁ ଏହି ଭିଡିଓରେ। ଆସନ୍ତା ଫେବୃଆରୀ 12 ତାରିଖରେ ଭାରତ ବନ୍ଦ ଡାକରା ଦିଆଯାଇଛି। ଏହାକୁ ନେଇ ସମଗ୍ର ଦେଶରେ ଚର୍ଚ୍ଚା ଜୋର ଧରିଛି। ସାଧାରଣ ଲୋକଙ୍କ ମନରେ ଏବେ ପ୍ରଶ୍ନ, କ'ଣ ବନ୍ଦ ରହିବ? ବ୍ୟାଙ୍କ ସେବା ବହୁ ସ୍ଥାନରେ ବନ୍ଦ ରହିପାରେ। ସରକାରୀ କାର୍ଯ୍ୟାଳୟ, କିଛି ରାଜ୍ୟରେ ସରକାରୀ ଅଫିସ ବନ୍ଦ ରହିପାରେ। ସାର୍ବଜନୀନ ପରିବହନ, ବସ୍ ଓ ଟ୍ରେନ୍ ସେବା କେତେକ ଅଞ୍ଚଳରେ ବ୍ୟାଘାତ ହୋଇପାରେ। ଶିକ୍ଷାନୁଷ୍ଠାନ, ସ୍କୁଲ ଓ କଲେଜ ବନ୍ଦ ରହିପାରେ। ବଜାର ଓ ଦୋକାନ, ବିରୋଧ ପ୍ରଦର୍ଶନ ହେଉଥିବା ସ୍ଥାନରେ ଦୋକାନ ବନ୍ଦ ରହିପାରେ। କିଛି ସ୍ଥାନରେ ଚକା ଜାମ୍ ସ୍ଥିତି ମଧ୍ୟ ଦେଖିବାକୁ ମିଳିପାରେ। କ'ଣ କ'ଣ ଚାଲୁ ରହିବ? ହସ୍ପିଟାଲ ଓ ଆମ୍ବୁଲାନ୍ସ ସେବା, ବିମାନବନ୍ଦର ସେବା, ଅନଲାଇନ୍ ବ୍ୟାଙ୍କିଂ ଓ ଏଟିଏମ୍, ଅତ୍ୟାବଶ୍ୟକୀୟ ସାମଗ୍ରୀ ପରିବହନ। ଓଡ଼ିଶାରେ ମଧ୍ୟ ଏହାର କିଛି ପ୍ରଭାବ ଦେଖିବାକୁ ମିଳିପାରେ। ଆପଣଙ୍କ ଅଞ୍ଚଳରେ ବନ୍ଦର ପ୍ରଭାବ କେମିତି ରହିବ ବୋଲି ଆପଣ ଭାବୁଛନ୍ତି? କମେଣ୍ଟରେ ଲେଖନ୍ତୁ।